ବନ ବିଭାଗ ଦ୍ୱାରା କୂଅରୁ ଉଦ୍ଧାର ହେଲା ଭାଲୁ। ଅନୁଗୁଳ ଜିଲ୍ଲା କିଶନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ରାସ୍ତା କଡ଼ରେ ଥିବା କୂଅରେ ଆଜି ରାତ୍ରିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ରାତ୍ରି ପ୍ରାୟ 9ଟା ସମୟରେ ପଡ଼ିଯାଇଥିଲା। ଜଙ୍ଗଲୀ ଭାଲୁ କୂଅରେ ପଡ଼ିଯାଇଥିଲା। କୂଅ ପାଖରେ ଘର ଥିବାରୁ କୂଅ ପଡ଼ିଲା ବେଳେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ଦେଖିଲେ କୂଅରେ ଏକ ଜଙ୍ଗଲୀ ଭାଲୁଟିଏ ପଡ଼ିଯାଇଛି। ଗ୍ରାମବାସୀ ସଙ୍ଗେ ସଙ୍ଗେ ହଣ୍ଡପା ବନ ବିଭାଗକୁ ଫୋନ୍ କରି ଜଣାଇଥିଲେ। ବନ ବିଭାଗ ଆସି ଭାଲୁଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି। କିଶନଗର ବ୍ଲକରୁ ସୁଭାଷ ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ଏଇଠୁ ଆଇକି ଛାଡିକି ଯାଇଛି ସେ ପୁଣି ଯୋଉ ଯାଇଛି ସେ ଆଇନି ବୋଲି ଭାବୁଛି ଭଣ୍ଡେଇ ହଉଥିବେ ସାଙ୍ଗଟା ଆମର କୁଆଡେ ଗଲା।